କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡ଼ିଓରେ ଆମେ କନ୍ଧ ବିଦ୍ରୋହ ବିଷୟରେ ଜାଣିବା। କନ୍ଧ ବିଦ୍ରୋହ ଏକ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ବିଦ୍ରୋହ ଥିଲା, ଯାହା ବ୍ରିଟିଶ ଉପନିବେଶବାଦ ସମୟରେ ଓଡ଼ିଶାରେ ଘଟିଥିଲା। ଏହା କନ୍ଧ ବା ଖୋଣ୍ଡ ଜନଜାତିଙ୍କ ନେତୃତ୍ୱରେ ହୋଇଥିଲା। ଏକ ସାହସୀ ଏବଂ ଜଙ୍ଗଲରେ ବାସ କରୁଥିବା ସମ୍ପ୍ରଦାୟ, ଯେଉଁମାନେ ମୁଖ୍ୟତଃ ଗଞ୍ଜାମ, କନ୍ଧମାଳ ଏବଂ ଆଖପାଖ ଅଞ୍ଚଳର ପାହାଡ଼ି ଅଞ୍ଚଳରେ ରହୁଥିଲେ। ଏହି ବିଦ୍ରୋହ ମୁଖ୍ୟତଃ 19 ଶତାବ୍ଦୀର ମଧ୍ୟଭାଗରେ ଘଟିଥିଲା ଏବଂ ଆଦିବାସୀ ଜୀବନରେ ବ୍ରିଟିଶ ହସ୍ତକ୍ଷେପ ବିରୁଦ୍ଧରେ ଏକ ଦୃଢ଼ ପ୍ରତିବାଦ ଥିଲା। କନ୍ଧ ବିଦ୍ରୋହର ମୁଖ୍ୟ କାରଣ ଥିଲା ବ୍ରିଟିଶ ସରକାରଙ୍କ ଶୋଷଣ ନୀତି। ବ୍ରିଟିଶମାନେ ନୂତନ ଭୂମି ରାଜସ୍ୱ ବ୍ୟବସ୍ଥା ପ୍ରଚଳନ କରିଥିଲେ ଏବଂ ବାହାର ଲୋକଙ୍କୁ ଜମିଦାର ଏବଂ ଅଧିକାରୀ ଭାବରେ ନିଯୁକ୍ତି ଦେଉଥିଲେ। ଏହା ପିଢ଼ି ପରେ ପିଢ଼ି କନ୍ଧମାନଙ୍କ ଦ୍ୱାରା ଅନୁସରଣ କରାଯାଉଥିବା ପାରମ୍ପରିକ ଭୂମି ମାଲିକାନା ଏବଂ ଜଙ୍ଗଲ ବ୍ୟବହାର ବ୍ୟବସ୍ଥାକୁ ନଷ୍ଟ କରିଦେଇଥିଲା। ଆଦିବାସୀ ଲୋକମାନେ ଭାରି କର ଦେବାକୁ ବାଧ୍ୟ ହେଉଥିଲେ ଏବଂ ଅନେକ ସେମାନଙ୍କ ପୈତୃକ ଜମି ହରାଇଥିଲେ। ବ୍ରିଟିଶ ଆଇନ ମଧ୍ୟ ଆଦିବାସୀ ପ୍ରଥା, ସାମାଜିକ ପ୍ରଥା ଏବଂ ଧାର୍ମିକ ବିଶ୍ୱାସରେ ହସ୍ତକ୍ଷେପ କରିଥିଲେ, ଯାହା ଗଭୀର ଅସନ୍ତୋଷ ସୃଷ୍ଟି କରିଥିଲା। ବିଦ୍ରୋହର ଆଉ ଏକ ପ୍ରମୁଖ କାରଣ ଥିଲା ଆଦିବାସୀ ସ୍ୱାୟତ୍ତନାକୁ ଦମନ। କନ୍ଧମାନେ ସ୍ୱାବଲମ୍ବୀ ଥିଲେ ଏବଂ ସ୍ଥାନାନ୍ତରିତ ଚାଷ ଉପରେ ନିର୍ଭର କରି ଜଙ୍ଗଲରେ ମୁକ୍ତ ଭାବରେ ବାସ କରୁଥିଲେ। ବ୍ରିଟିଶ ନିୟନ୍ତ୍ରଣ ସେମାନଙ୍କର ଗତିବିଧି ଏବଂ ଜଙ୍ଗଲ ସମ୍ପଦ ଉପରେ ପ୍ରବେଶକୁ ପ୍ରତିବନ୍ଧିତ କରିଥିଲା, ଯାହା ସେମାନଙ୍କ ବଞ୍ଚିବା ପାଇଁ ବିପଦ ସୃଷ୍ଟି କରିଥିଲା। ଫଳସ୍ୱରୂପ କନ୍ଧମାନେ ସେମାନଙ୍କର ଭୂମି, ସଂସ୍କୃତି ଏବଂ ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ବିଦ୍ରୋହ କରିଥିଲେ। ଏହି ବିଦ୍ରୋହ ବ୍ରିଟିଶ ସରକାରୀ, ପୋଲିସ ଷ୍ଟେସନ ଏବଂ ଉପନିବେଶବାଦୀ କର୍ତ୍ତୃତ୍ୱର ପ୍ରତୀକ ଉପରେ ଆକ୍ରମଣ ଦ୍ୱାରା ଚିହ୍ନିତ ହୋଇଥିଲା। ଯଦିଓ କନ୍ଧମାନେ ପାରସ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସାହସର ସହିତ ଲଢ଼ିଥିଲେ, ସେମାନଙ୍କର ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସଂଗଠନର ଅଭାବ ଥିଲା। ବିଦ୍ରୋହକୁ ଦମନ କରିବା ପାଇଁ ବ୍ରିଟିଶମାନେ ସାମରିକ ଶକ୍ତି ବ୍ୟବହାର କରିଥିଲେ, ଯାହା ଫଳରେ ଆଦିବାସୀ ଲୋକଙ୍କ ପାଇଁ ପ୍ରବଳ କ୍ଷତି ହୋଇଥିଲା। ଯଦିଓ କନ୍ଧ ବିଦ୍ରୋହ ଶେଷରେ ଦମନ ହୋଇଥିଲା, ଏହା ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହା ଉପନିବେଶବାଦୀ ଶୋଷଣ ଏବଂ ଅନ୍ୟାୟ ବିରୁଦ୍ଧରେ ଆଦିବାସୀ ସମ୍ପ୍ରଦାୟର ପ୍ରତିରୋଧକୁ ଉଜ୍ଜ୍ୱଳ କରିଥିଲା। କନ୍ଧ ବିଦ୍ରୋହ ଭାରତ ଇତିହାସରେ ସାହସ, ତ୍ୟାଗ ଏବଂ ଆଦିବାସୀ ଲୋକଙ୍କ ମର୍ଯ୍ୟାଦା ଏବଂ ଅଧିକାର ପାଇଁ ଲଢ଼େଇର ପ୍ରତୀକ ହୋଇ ରହିଛି। ভিডিওটি কেমতি লাগিলা মতে কমেন্ট করি জনাইব। যদি কিছু কোশ্চেন্স আছে, ডাউট আছে, কমেন্ট লিখিদেব, আনসর করিবা। আর যদি ভাল লাগিলা তাহলে ভিডিওକୁ লাইক କରିଦେବ, ভিডিଓକୁ शेयर କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବ ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।